ଆଜି ମୁଁ ମହୁଲ ଫୁଲର ଚକୁଳି ତିଆରି କରିବା ପାଇଁ ଯାଉଛି। ମହୁଲ ଫୁଲର ଚକୁଳି ତିଆରି କରିବା ପାଇଁ ପ୍ରଥମେ ବିରି, ଚାଉଳ, ମହୁଲ ଫୁଲକୁ ଭଲ ଭାବରେ 3-4 ଥର ପାଣି ବଦଳେଇ ବଦଳେଇ ଧୋଇ ଦେଇ ଭଲ ପାଣି ପକାଇ ରାତି ସାରା ବତୁରେଇ ଦେବା। ସବୁ ବତୁରି ଗଲା ପରେ ମହୁଲ ଫୁଲକୁ ଆମେ ସଫା କରିଦେବା। ଚାଲନ୍ତୁ ମହୁଲ ଫୁଲକୁ ମୁଁ କେମିତି ସଫା କରୁଛି ଆମେ ଦେଖିବା। ମହୁଲ ଫୁଲର ଉପରେ ପାଖୁଡ଼ା ପରିଥିବ ତାକୁ ପ୍ରଥମେ ଆମେ ସଫା କରିଦେବା। ମହୁଲ ଫୁଲ ଭିତରେ ଜିରା ପରି କେଶର ଯାକ ଥିବ ତାକୁ ବି ସଫା କରିଦେବା। ଏମିତି ସବୁ ଭିତରୁ ବାହାରିବ। ଦେଖନ୍ତୁ ଗୋଟେ ମହୁଲ ଫୁଲ ସଫା ହେଇଗଲା। ଏମିତି ଆମେ ସବୁଯାକ ମହୁଲ ଫୁଲକୁ ସଫା କରିଦେବା। ଚାଲନ୍ତୁ ଏବେ ଆମେ ବିରି ଚାଉଳ ବାଟିଦେବା। ବିରି ଚାଉଳ ବାଟିବା ପାଇଁ ଗୋଟେ ଗ୍ରାଇଣ୍ଡର ଜାର୍ ନେବା। ଗ୍ରାଇଣ୍ଡର ଜାର୍ରେ ପ୍ରଥମେ ଆମେ ବିରିକୁ ବାଟିଦେବା। ବିରିକୁ ପକାଇ ଦେଇ ଅଧା ମହୁଲ ଫୁଲକୁ ପକାଇଦେବା। ଅଧା ମହୁଲ ଫୁଲ ଚାଉଳ ସହିତ ବାଟିବା ପାଇଁ ସାଇଡ଼ରେ ରଖିଦେବା। ବିରି ଚାଉଳରେ ଅଳ୍ପ ଟିକେ ପାଣି ପକାଇ ଆମେ ଏମିତି ଚିକଣ କରି ବାଟିଦେବା। ଏବେ ବିରିର ବେଟରକୁ ନେଇ ଗୋଟେ ପାତ୍ରରେ ରଖିଦେବା। ଏବେ ସେମ୍ ଗ୍ରାଇଣ୍ଡର ଜାର୍ରେ ଚାଉଳ ଓ ମହୁଲ ଫୁଲକୁ ପକାଇ ଅଳ୍ପ ଟିକେ ପାଣି ପକାଇ ଚିକଣ କରିକି ବାଟିଦେବା। ଚାଉଳ ବଟା ହେଇଗଲା। ଏବେ ବିରି ବେଟର ଯେଉଁ ପାତ୍ରରେ ଆମେ ରଖିଛେ ସେମ୍ ପାତ୍ରରେ ଚାଉଳ ବାଟିବା ବେଟରକୁ ବି ନେଇ ରଖିଦେବା। ଏବେ ଏଥିରେ ସ୍ୱାଦ ଅନୁସାରେ ଲୁଣ, 2 ଟେବୁଲ ସ୍ପୁନ୍ ଚିନିକୁ ପକାଇ ସବୁ ଭଲ ଭାବରେ ମିଶାଇଦେବା। ନର୍ମାଲ ବିରି ଚାଉଳ ଚକୁଳି ତିଆରି କରିବା ପାଇଁ ବେଟର ଆମେ ଯେମିତି କନସିଷ୍ଟେନ୍ସି ରଖିଛେ, ଯେମିତି ଆମେ ବେଟର ତିଆରି କରୁଛେ ସେମିତି ହିଁ ବେଟର ତିଆରି କରିବା। ଦେଖନ୍ତୁ ଏବେ ସବୁଯାକ ଭଲ ଭାବରେ ମିଶିଗଲା। ଏବେ ଆମେ ଗୋଟେ ଢାଙ୍କୁଣୀ ଢାଙ୍କି ଦେଇ ଅଧଘଣ୍ଟା ପାଇଁ ଆମେ ଛାଡ଼ିଦେବା। ଅଧଘଣ୍ଟା ହେଇଗଲା। ଏବେ ଢାଙ୍କୁଣୀ ଖୋଲିକି ଦେଖିବା। ବେଟର ଆମର ପୁରା ରେଡ଼ି ଅଛି ଚକୁଳି ତିଆରି କରିବା ପାଇଁ। ଚାଲନ୍ତୁ ଏବେ ଆମେ ଚକୁଳି ତିଆରି କରିଦେବା। ଚକୁଳି ତିଆରି କରିବା ପାଇଁ ଗୋଟେ ତାୱା ନେଇ ଗ୍ୟାସରେ ବସାଇଦେବା। ଗ୍ୟାସକୁ ଅନ୍ କରିଦେବା। ତାୱା ଗରମ ହେଲେ 1 ଟେବୁଲ ସ୍ପୁନ୍ ରିଫାଇନ୍ ତେଲ ପକାଇ ତାୱା ଚାରିଆଡ଼େ ଲଗାଇଦେବା। ତେଲ ଗରମ ହେଲେ ଗୋଟେ ଡଙ୍କି ବା ଗୋଟେ ଚଟୁ ବେଟରକୁ ନେଇ ତାୱାରେ ପକାଇ ଦେଇ ଚଟୁ ସାହାଯ୍ୟରେ ଚକୁଳିର ଆକାର ଦେଇଦେବା। ଚକୁଳି ଚାରିଆଡ଼େ ରିଫାଇନ୍ ତେଲ 1 ଟେବୁଲ ସ୍ପୁନ୍ ପକାଇଦେବା। ମଝିରେ ବି ଅଳ୍ପ ଟିକେ ତେଲ ପକାଇ ଦେଇ ଗୋଟେ ଢାଙ୍କୁଣୀ ଢାଙ୍କି ଦେଇ କିଛି ସମୟ ସିଝିବା ପାଇଁ ଛାଡ଼ିଦେବା। ଦେଖନ୍ତୁ ଗୋଟେ ସାଇଡ଼୍ ଚକୁଳି ହେଇଗଲା। ଏବେ ପିଠା ପାତିଆରେ ଆମେ ଧୀରେ ଧୀରେ କାଢ଼ି ଚକୁଳିକୁ ଆମେ ଲେଉଟାଇ ଦେବା। ଆର ସାଇଡ଼୍ଟାକୁ ଆମେ ସେମ୍ ଗୋଲ୍ଡେନ୍ ବ୍ରାଉନ୍ କରିକି ଭାଜିଦେବା। ଗ୍ୟାସ୍କୁ ଆମେ ମିଡ଼ିୟମ୍ ଫ୍ଲେମ୍ରେ ହିଁ ରଖିବା। ଆର ସାଇଡ଼୍ଟା ବି ଆମର ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା। ଏବେ ଆମେ ଚକୁଳିକୁ କାଢ଼ି ଗୋଟେ ପ୍ଲେଟ୍ରେ ରଖିଦେବା। ଦେଖନ୍ତୁ ମହୁଲ ଫୁଲର ଚକୁଳି ତିଆରି ହେଇଗଲା। ପ୍ଲିଜ୍ ମୋ ଚ୍ୟାନେଲକୁ ଯାଇ ଫୁଲ୍ ଭିଡ଼ିଓ ଦେଖନ୍ତୁ। ଭିଡ଼ିଓକୁ ଲାଇକ୍ ଆଣ୍ଡ ସେୟାର କରିଦିଅନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।